वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। हेलो एवरीवन, वेलकम यू टू वे टू एम क्लासेस। टार्गेट ओएस3 ପାଇଁ କ୍ଲାସ୍ ଚାଲୁଅଛି। ଆଜି ହେଉଛି କ୍ଲାସ୍ 26। ତ ଆପଣଙ୍କର ଫୁଲ୍ କନସେପ୍ଟ କଭର କରାଯାଉଛି। ଆଜିକାର ଯେଉଁ ଟପିକଟି ହେଉଛି କ୍ରିଟିକାଲ ପେଡାଗୋଜି, ବହୁତ ଇମ୍ପୋର୍ଟାଣ୍ଟ। ଆପଣଙ୍କର ଓଏସ୍3 ଯେକୌଣସି ଆପଣଙ୍କର ଯେଉଁ କ୍ୱେଶ୍ଚନ୍ ଆସିଛି ଯେକୌଣସି ଇୟରର, ତ ଆପଣଙ୍କର କ୍ରିଟିକାଲ ପେଡାଗୋଜି ଉପରେ କୌଣସି ନା କୌଣସି କ୍ୱେଶ୍ଚନ୍ ଆସିଛି। ତ ଆପଣ କ୍ଲାସଟିକୁ କଣ୍ଟିନ୍ୟୁସ୍ ଦେଖନ୍ତୁ, ବୁଝନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିବେ, ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ଼ ହେଉଛି ଆପଣ ସର୍ବପ୍ରଥମେ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆପଣଙ୍କର କ୍ରିଟିକାଲ ପେଡାଗୋଜି ଯୋଉ ହଉଛନ୍ତି ପଲ୍ ଫେରିୟର, ଯିଏ ହଉଛନ୍ତି ବ୍ରାଜିଲିଆନ୍ ଫିଲୋସଫର, ଫାଦର ଅଫ୍ କ୍ରିଟିକାଲ ପେଡାଗୋଜି। ଆମେ କହୁଛନ୍ତି କଣ ନା ପଲ୍ ଫେରିୟର ହଉଛନ୍ତି କ୍ରିଟିକାଲ ପେଡାଗୋଜିର ଜନକ। ଆଉ ସେ ବର୍ନ ଇନ୍ 1921 ଇନ୍ ବ୍ରାଜିଲରେ ସେ ଜନ୍ମଗ୍ରହଣ କରିଥିଲେ। ଆଉ in 1962, just in the 45 days, he taught 300 sugarcane laborers to read and write। ତା ମାନେ 1962 ରେ ସେ ଓନ୍ଲି 45 ଡେଜ୍ ଭିତରେ 300 ଜଣ ସୁଗାରକେନ୍ ଲେବରର ମାନଙ୍କୁ ପଢିବା ଆଉ ଲେଖିବା ଶିଖେଇ ଦେଇଥିଲେ। ତା ମାନେ ତାଙ୍କ ଭିତରେ ଏତିକି ୱିଲ୍ ପାୱାର ଥିଲା ଯେ କିପରି କ୍ରିଟିକାଲ ଥିଙ୍କିଂ ମାଧ୍ୟମରେ ଆମେ ଏଜୁକେସନ ବା ଲର୍ଣ୍ଣିଂ ପ୍ରୋସେସକୁ ଆଗକୁ ନେଇପାରିବା। ତାଙ୍କର ଏଇଟା ହେଲା ମୋଟୋ ଥିଲା। ସେଥିପାଇଁ ତାଙ୍କୁ କ୍ରିଟିକାଲ ପେଡାଗୋଜିର ଜନକ ବୋଲି କୁହାଯାଇଥାଏ। From 1964 to 1980, under the military rule, government banned his all the learning theories and experiments and exiled him from the Brazil। ତା ମାନେ 1964 ରୁ 1980 ବେଳେ ମିଲିଟାରୀ ରୁଲ ଚାଲିଥିଲା ବ୍ରାଜିଲରେ। ସେତେବେଳେ ତାଙ୍କର ସବୁ ଲର୍ଣ୍ଣିଂ ଥିଓରିକୁ ବ୍ୟାନ୍ କରାଯାଇଥିଲା ଆଉ ତାଙ୍କୁ ବ୍ରାଜିଲ ଦେଶରୁ ବାଛନ୍ଦ କରାଯାଇଥିଲା। ଯୋଉଥିପାଇଁ ତାଙ୍କର ଯୋଉ କ୍ରିଟିକାଲ ପେଡାଗୋଜି ବା ତାଙ୍କର ଯୋଉ ବୁକ୍ସ ଉପରେ ସେମାନେ ରିସର୍ଚ୍ଚ ଆଉ କରିପାରିନଥିଲେ ପଲ୍ ଫେରିୟର। ତାପରେ ପୁଣି ରିଟର୍ନ କଲା ପରେ ଇନ୍ 1968 ହି ପବ୍ଲିଶ୍ଡ 1968 ବେଳେ ସେ କଣ କରିଥିଲେ ନା ହି ପବ୍ଲିଶ୍ଡ ହିଜ୍ ଫେମସ୍ ବୁକ୍। ତାଙ୍କର ଗୋଟେ ଫେମସ୍ ବୁକ୍ ଅଛି। ବୁକ୍ ବାବଦରେ ବି କ୍ୱେଶ୍ଚନ୍ ପଡିଥାଏ। ସେ କ୍ୱେଶ୍ଚନ୍ ଆପଣଙ୍କର ଆସିବ ଓଏସଟିରେ କ୍ରିଟିକାଲ ପେଡାଗୋଜିର ଜନକ କିଏ ବା ପଲ୍ ଫେରିୟର କିଏ, ତାଙ୍କର କାହା କୋଉ ବୁକ୍ ଲେଖିଥିଲେ, ଫେମସ୍ ବୁକ୍‌ର ନାଁ କଣ, ଏମିତି କ୍ୱେଶ୍ଚନ୍ ଆସିବ। ତ ଆପଣଙ୍କର ହି ପବ୍ଲିଶ୍ଡ ହିଜ୍ ମୋଷ୍ଟ ଫେମସ୍ ବୁକ୍। କ୍ରିଟିକାଲ ପେଡାଗୋଜିର ଜନକ ଯିଏ ପଲ୍ ଫେରିୟର, ସେ ଗୋଟେ ଫେମସ୍ ବୁକ୍ ଲେଖିଥିଲେ। ତାର ନାଁ ହଉଛି ପେଡାଗୋଜି ଅଫ୍ ଅପ୍ରେସ୍ଡ। ଏଟାକୁ ମନେ ରଖିଥିବେ। ଏଇ କ୍ୱେଶ୍ଚନଟା ବାରମ୍ବାର ଆସୁଛି, ପେଡାଗୋଜି ଅପ୍ରେସ୍ଡ, where he outlined the characteristics of what he called the critical pedagogy। ସେଇଥିପାଇଁ ସେଇ ପେଡାଗୋଜି ଅପ୍ରେସ୍ଡରେ ସେ ଲେଖିଥିଲେ କଣଟା ହ୍ୱାଟ ହି କଲ୍ଡ କ୍ରିଟିକାଲ ପେଡାଗୋଜି ବାବଦରେ ସେ ଲେଖିଥିଲେ। କାହିଁକି ଆମେ କ୍ରିଟିକାଲ ପେଡାଗୋଜି କହୁଛନ୍ତି ସେଇ ବୁକ୍ ଭିତରେ ଲେଖିଥିଲେ। He died in 1997 due to the heart failure। ହାର୍ଟ ଫେଲିୟର ଫଳରେ ସେ 1997 ରେ ସେ ମୃତ୍ୟୁବରଣ କରିଥିଲେ। ତ କ୍ରିଟିକାଲ ପେଡାଗୋଜିର ମିନିଂ କଣ ନା ଏ ଟିଚିଂ ଆପ୍ରୋଚ୍ which attempts to help the students to question and challenge domination। ତା ମାନେ ଆମେ କଣ କହୁଛନ୍ତି କ୍ରିଟିକାଲ ପେଡାଗୋଜି ମାନେ ନା ଏଟା ହଉଛି ଗୋଟେ ଟିଚିଂ ଆପ୍ରୋଚ୍ ଯେଉଁଠି ଷ୍ଟୁଡେଣ୍ଟ ମାନଙ୍କୁ କ୍ୱେଶ୍ଚନ୍ ଆଉ ଚ୍ୟାଲେଞ୍ଜ ଦିଆ ହେଇକି ପାଠ ପଢା ହେଇଥାଏ। ତାମାନେ ପିଲାମାନଙ୍କୁ କଣ କରାଯାଏ ନା ଚ୍ୟାଲେଞ୍ଜ ଆଉ କ୍ୱେଶ୍ଚନ୍ ଦିଆଯାଇଥାଏ, ଯୋଉଥିରେ ସେ କ୍ରିଟିକାଲ ଥିଙ୍କିଂ କରିବାକୁ ବାଧ୍ୟ ହୁଅନ୍ତି ଆଉ ତାପରେ ସେ ତାର ସଲ୍ୟୁସନ କାଢି ପାରନ୍ତି। ସେଇଟା ହଉଛି ପ୍ରୋସେସ ଅଫ ଲର୍ଣ୍ଣିଂ କ୍ରିଟିକାଲ ପେଡାଗୋଜିର। ଆଣ୍ଡ ହି ବିଲିଭ୍ସ ଆଣ୍ଡ ପ୍ରାକ୍ଟିସେସ୍ ଦ୍ୟାଟ୍ ଡୋମିନେଟ୍ସ ଦେମ୍। ତାମାନେ ସେଇ ଯୋଉ ପ୍ରାକ୍ଟିସଟା ଚାଲିବ, ହଁ, ଯୋଉ ପିଲାମାନଙ୍କ ଉପରେ ନିଜସ୍ୱ ବିଶ୍ୱାସ ଥିବ, ସେଲ୍ଫ ମାନେ ଏବିଲିଟି ଯୋଉଟା କି ସେ ନିଜେ ଜାଣିଥିବେ, ସେ ଅନୁସାରେ ସେ ପ୍ରୋବ୍ଲେମଟାକୁ ଆଉ ସେ ଚ୍ୟାଲେଞ୍ଜଟାକୁ ସେମାନେ ସଲ୍ଭ କରିବାକୁ ଚେଷ୍ଟା କରନ୍ତି। ତା ଦ୍ୱାରା ସେ କିଛି ଜିନିଷ ଶିଖି ପାରିଥାନ୍ତି। ତ ସେଇଟା କୁହାହଉଛି କଣ ନା ଯୋଉଟାକି ଆମେ କହୁଛନ୍ତି କ୍ରିଟିକାଲ ପେଡାଗୋଜି ବୋଲି। ଯୋଉଟାକି ଆମେ ଏମିତି କହିପାରିବା ଯୋଉଟାକି ପୁପିଲ ସେଣ୍ଟର୍ଡ ଆପ୍ରୋଚ୍ ମାଧ୍ୟମରେ ଆମେ ପିଲାମାନଙ୍କୁ ପଢେଇ ପାରିବା। ହେଲା। ତ ଇଟ୍ ଟ୍ରାଏ ଟୁ ହେଲ୍ପ ଦ ଷ୍ଟୁଡେଣ୍ଟ ଟୁ ବିକମ୍ ଦ କ୍ରିଟିକାଲି କନସିୟସନେସ୍। ମାନେ ପିଲାମାନଙ୍କୁ ଆମେ କ୍ରିଟିକାଲି କନସିୟସନେସ୍ କରିବାକୁ ଚେଷ୍ଟା କରନ୍ତି। ମାନେ କ୍ରିଟିକାଲ ଥିଙ୍କିଂ, ପ୍ରୋବ୍ଲେମ ସଲଭିଂ ଆପ୍ରୋଚରେ ପିଲାମାନଙ୍କୁ ପଢାନ୍ତି। ତାଙ୍କର ଅଲଗା କିଛି ବୁକ୍ସ ଥିଲା, ଆମେ ସେ ବୁକ୍ସ ବିଷୟରେ ଜାଣିବା। ଗୋଟେ ହଉଛି ପେଡାଗୋଜି ଅଫ୍ ହାର୍ଟ, ଗୋଟେ ବୁକ୍ ଲେଖିଥିଲେ। ପେଡାଗୋଜି ଅଫ୍ ଫ୍ରିଡମ୍, ଏଜୁକେସନ ଫର କ୍ରିଟିକାଲ କନସିୟସନେସ୍, ହଁ, ଦ ପଲିଟିକ୍ସ ଅଫ ଏଜୁକେସନ, ଏଇ ସବୁ ବୁକ୍ ସେ ଲେଖିଥିଲେ। ଏଇ ଯୋଉ ଆପଣଙ୍କର ପେଡାଗୋଜି ଅଫ୍ ଅପ୍ରେସ୍ ଛାଡିକି ଆହୁରି ବୁକ୍ ଲେଖିଥିଲେ। ଏ 4ଟା ବୁକ୍ ବି ସେ ଲେଖିଥିଲେ। ତାପରେ ସେ କଣ ଫିଲୋସଫିକାଲ ଆଇଡିଆ ଦେଇଛନ୍ତି ଆମେ ଜାଣିବା। ଏଜୁକେସନ ଡଜ୍ ନଟ୍ ଟ୍ରାନ୍ସଫର୍ମ ଦ ୱର୍ଲ୍ଡ। ହଁ, ଏଜୁକେସନ ଡାଇରେକ୍ଟଲି କେବେ ବି ୱର୍ଲ୍ଡକୁ ଟ୍ରାନ୍ସଫର୍ମ କରେନି। ଏଜୁକେସନ ଚେଞ୍ଜେସ୍ ପିପୁଲ, ଦେନ୍ ପିପୁଲ ଚେଞ୍ଜେସ୍ ଦ ୱର୍ଲ୍ଡ। ତାମାନେ ସିଏ କଣ କହିଥିଲେ
ନା ଆପଣଙ୍କର ଯୋଉ ଅ, ୱାର୍ଲଡକୁ ଡାଇରେକ୍ଟ ଆମର କଣ ହଉଛି ନା ମାନେ ଏଜୁକେସନ ଚେଞ୍ଜ କରୁନି। ପ୍ରଥମେ ତ ପିପୁଲ ମାନଙ୍କୁ ଏଜୁକେସନ ଚେଞ୍ଜ କରୁଛି। ହଁ, ତାପରେ ପିପୁଲ ହିଁ ୱାର୍ଲଡକୁ ଚେଞ୍ଜ କରୁଛନ୍ତି। ତାମାନେ ଏଇ ପ୍ରୋସେସରେ ଆମେ ଜାଣିଲେ ଯେ ଏଜୁକେସନରେ ପ୍ରଥମେ ଲୋକମାନଙ୍କୁ ଆମେ ଚେଞ୍ଜ କରିବା, ଦେନ୍ ଲୋକମାନେ ହିଁ ୱାର୍ଲଡକୁ ଚେଞ୍ଜ କରିବେ। କିଏ କହିଥିଲେ? ନା ପଲ୍ ଫେରିୟର କହିଥିଲେ। ହଁ, ତ ଷ୍ଟେଟମେଣ୍ଟ ବି ବେଳେବେଳେ କ୍ୱେଶ୍ଚନରେ ଆସିଥାଏ। ହଁ, ସିଏ କଣ କରିଥିଲେ ନା କ୍ରିଟିସାଇଜ୍ ଦ ବ୍ୟାଙ୍କିଙ୍ଗ କନସେପ୍ଟ ଅଫ୍ ଏଜୁକେସନ। ବ୍ୟାଙ୍କିଙ୍ଗ କନସେପ୍ଟ ଅଫ୍ ଏଜୁକେସନ କଣ ଆମେ ବୁଝିବା? ବ୍ୟାଙ୍କିଙ୍ଗ କନସେପ୍ଟ ଅଫ୍ ଏଜୁକେସନ ମାନେ ଇଟ୍ ଇଜ୍ ଏ ଟ୍ରାଡିସନାଲ ଆପ୍ରୋଚ୍ ଅଫ୍ ୱେ ଅଫ୍ ଟିଚିଂ। ତାମାନେ ଏଇଟା ହଉଛି ଗୋଟେ ଟ୍ରାଡିସନାଲ ଆପ୍ରୋଚ୍। କୋଉଠି ବ୍ୟାଙ୍କିଙ୍ଗ ମାନେ କଣ? ଯେମିତି ଆମେ ବ୍ୟାଙ୍କରେ କଣ କରୁଛନ୍ତି ଟଙ୍କାକୁ ଡିପୋଜିଟ୍ କରିଦଉଛନ୍ତି। ହଁ, ଯାଇକି ସେଭିଙ୍ଗରେ ଡିପୋଜିଟ୍ କରିଦଉଛନ୍ତି। ସେଇଭଳିଆ ଆଗରୁ ଟିଚର ମାନେ କଣ କରୁଥିଲେ ନା ପାଠଟାକୁ ୱିଦାଉଟ୍ ଅଣ୍ଡରଷ୍ଟାଣ୍ଡିଂ, ୱିଦାଉଟ୍ କ୍ରିଟିକାଲି ଥିଙ୍କିଂରେ ପିଲାମାନଙ୍କ ବ୍ରେନରେ ତାକୁ ଭରି ଦଉଥିଲେ। ଯାହା ଟିଚର କହୁଥିଲେ ପିଲା ସେଇଆକୁ କରୁଥିଲେ। ବା ଯୋଉ ପାଠ ପଢଉଥିଲେ ଟିଚର ସେଟାକୁ ପିଲାମାନେ ହିଁ ଶିଖୁଥିଲେ। ଭୁଲ ପଢ଼େଇଲେ ବି ଭୁଲ ଶିଖିବେ, ଠିକ ପଢ଼େଇଲେ ଠିକ ଶିଖୁଥିଲେ। ତ ଯୋଉ ଭୁଲଟା ପଢ଼ଉଥିଲେ ସେଇଟା କଣ ନା ଲର୍ଣ୍ଣିଂ ପ୍ରୋସେସକୁ ହ୍ୟାମ୍ପର କରୁଥିଲା, ଏଜୁକେସନକୁ ହ୍ୟାମ୍ପର କରୁଥିଲା। ତେଣୁ ପଲ୍ ଫେରିୟର କଣ କହିଲେ ନା କ୍ରିଟିସାଇଜ୍ କଲେ ଦ ବ୍ୟାଙ୍କିଙ୍ଗ କନସେପ୍ଟ ଅଫ୍ ଏଜୁକେସନ। ନା ପିଲା ନିଜେ ବି ଜାଣିବା ଦରକାର କୋଉଟା ଠିକ କୋଉଟା ଭୁଲ। କ୍ରିଟିକାଲି ଥିଙ୍କିଂ କର, ହଁ, ପ୍ରୋବ୍ଲେମ ସଲଭିଂ ମାଧ୍ୟମରେ ପାଠଟାକୁ ପଢ। ତ ଏଇ ମାଧ୍ୟମରେ ସେ କହିଥିଲେ ଯେ କ୍ରିଟିସାଇଜ୍ ଦ ବ୍ୟାଙ୍କିଙ୍ଗ କନସେପ୍ଟ ଅଫ୍ ଏଜୁକେସନ। ତାମାନେ ଘୋଷା ପଦ୍ଧତିରୁ ମୁକ୍ତ କର, ହେଲା। ତାପରେ ଆମେ ଜାଣିବା କଣ ଜଷ୍ଟିସ୍ ଆଣ୍ଡ ଇକ୍ୱାଲିଟି ଇନ୍ ଏଜୁକେସନ। ସେ କହିଥିଲେ କଣ ଜଷ୍ଟିସ୍ ଆଣ୍ଡ ଇକ୍ୱାଲିଟି ଇନ୍ ଏଜୁକେସନରେ ଜଷ୍ଟିସ୍ ରହିବା ଦରକାର। ଆଉ ଇକ୍ୱାଲିଟି ସମସ୍ତଙ୍କୁ ଏଜୁକେସନାଲ ଇକ୍ୱାଲି ଆକ୍ସେସ୍ କରିପାରୁଥିବା ଦରକାର। ସେ ବି କହିଥିଲେ। ସେଥିପାଇଁ ଆଜିକା ଜମାନାରେ ଦେଖିଥିବ ସର୍ବଶିକ୍ଷା ଅଭିଯାନ ଚାଲିଛି ସ୍କିମରେ ପ୍ରାଇମେରୀ ସ୍କୁଲ ଏଜୁକେସନରେ। ତାପରେ ମେକିଂ ପିପୁଲ ଅଣ୍ଡରଷ୍ଟାଣ୍ଡିଂ ଦେମସେଲ୍ଫ ଆଣ୍ଡ ୱାର୍ଲଡ ଆରାଉଣ୍ଡ ଦେମ୍। ତାମାନେ ଲୋକମାନଙ୍କୁ ଏମିତି ଅଣ୍ଡରଷ୍ଟାଣ୍ଡିଂ କରାଅ ଯେ ତାଙ୍କ ଚତୁଃପାର୍ଶ୍ୱରେ ବା ୱାର୍ଲଡରେ କଣ ଚାଲିଛି ବା କଣ ଅଛି ତାଙ୍କୁ ଏଇଭଳିଆ ମିନିଂଫୁଲ ଭାବରେ ଜଣେଇବା ଦରକାର, ହେଲା। ତାପରେ ଏଇ ଯୋଉ କ୍ରିଟିକାଲ ପେଡାଗୋଜିର ଏମ୍ ଅଫ୍ ଏଜୁକେସନ କଣ? ପ୍ରଥମତଃ ହଉଛି କ୍ରିଟିକାଲ ଲିଟରେସି। ଆମେ କ୍ରିଟିକାଲି ଥିଙ୍କିଂ କରିକି ପିଲାମାନଙ୍କୁ ପାଠ ପଢେଇବା। ସେଲ୍ଫ ଏଜୁକେସନ ପିଲାମାନେ କିପରି ନିଜସ୍ୱ ପାଠ ପଢିବେ। ଟୁ ରାଇଜ ଦ ଏଜୁକେସନ ଏଜୁକେସନକୁ ଆଗକୁ ବଢେଇବା। କ୍ରିଟିକାଲି ଇଭାଲୁଏସନ ଆମେ ପିଲାମାନେ କେତେ ଭଲ ପଢୁଛନ୍ତି ନାହିଁ ନିଜସ୍ୱ ନିଜେ ଇଭାଲୁଏଟ କରିପାରୁଥିବା ଦରକାର। କୋଉଠି ଡେଭଲପମେଣ୍ଟ ହବା ଦରକାର ସେ ନିଜେ ବି ଜାଣିଥିବା ଦରକାର, ହେଲା। ତାପରେ ଆମେ ଏଇଠି ଗୋଟେ ବଡ ପଏଣ୍ଟ ଦେଲା କଣ ନା ବ୍ରିଜ ଦ ଗ୍ୟାପ୍ ବିଟୱିନ୍ ଦ ଥିଓରି ଆଣ୍ଡ ପ୍ରାକ୍ଟିକାଲ। ତାମାନେ ଆମେ ଯେତେବେଳେ କୌଣସି ଥିଓରି କନସେପ୍ଟ କରୁଛନ୍ତି ଆଉ ପ୍ରାକ୍ଟିସ ଭିତରେ ଯୋଉ ଗ୍ୟାପଟା ରହୁଛି ତାକୁ ଫୁଲଫିଲ କରୁଛି କ୍ରିଟିକାଲ ପେଡାଗୋଜି ଲାଇକ୍ ଏ ବ୍ରିଜ, ହେଲା। ତେଣୁ ଏଇ ଯୋଉ କାମଟା ରହୁଛି ୟା ଦ୍ୱାରା କଣ ହଉଛି ନା ପିଲାମାନଙ୍କ କନସେପ୍ଟ ଆହୁରି ଷ୍ଟ୍ରଙ୍ଗ ହେଇଯାଉଛି। ତାମାନେ ଏଇ ଷ୍ଟେଟମେଣ୍ଟ ମାଧ୍ୟମରେ ଯଦି ଆମେ ଜାଣୁଛନ୍ତି ଯେ ଆମେ ଯେତେବେଳେ ଥିଓରି ପଢଉଛନ୍ତି ପିଲାମାନଙ୍କୁ ପ୍ରାକ୍ଟିକାଲି କୌଣସି ନା କୌଣସି କ୍ଷେତ୍ରରେ ଆମେ ଲେକ୍ କରିଦଉଛୁ। ଯାହାଫଳରେ କଣ ହଉଛି ଗୋଟେ ଗ୍ୟାପ୍ ତିଆରି ହଉଛି। ସେ ଗ୍ୟାପକୁ ଫୁଲଫିଲ୍ କରିବାକୁ ହେଲେ ବ୍ରିଜ ଗୋଟେ ତିଆରି କରିବାକୁ ପଡିବ। ସେଇ ବ୍ରିଜର ନାଁ ହଉଛି କ୍ରିଟିକାଲ ପେଡାଗୋଜି। ତ ପିଲାମାନେ ନିଜେ ବୁଝିବା ଦରକାର ଯେ ମୋର ପ୍ରାକ୍ଟିକାଲ ନିହାତି ଆବଶ୍ୟକ ଥିଓରି ପରେ। ତ ନିଜେ ଯେତେବେଳେ ପ୍ରାକ୍ଟିକାଲ କରିବେ ସେ ଗ୍ୟାପଟା ଫିଲ୍ ଅପ୍ ହେଇଯାଉଛି। ତାମାନେ କ୍ରିଟିକାଲ ଥିଙ୍କିଂ କରିବା ନିହାତି ଆବଶ୍ୟକ। ତାପରେ ଆମେ ଜାଣିବା ମେଜର ଚ୍ୟାଲେଞ୍ଜେସ୍ ଫର୍ ଇମ୍ପ୍ଲିମେଣ୍ଟିଂ ଦ କ୍ରିଟିକାଲ ପେଡାଗୋଜିର ମେଜର ଚ୍ୟାଲେଞ୍ଜେସ୍ କଣ? ନା ପ୍ରଥମେ ତ ଆମକୁ ଇରାଡିକେଟ୍ କରିବାକୁ ପଡିବ ବ୍ୟାଙ୍କିଙ୍ଗ ମଡେଲ ଅଫ୍ ଏଜୁକେସନ। ମୁଁ କହିଲି ଏବେ ବ୍ୟାଙ୍କିଙ୍ଗ ମଡେଲ ଅଫ୍ ଏଜୁକେସନ କଣ? ଟିଚର ଆଗରୁ କଣ କରୁଥିଲେ ନା ପିଲାମାନଙ୍କ ମାଇଣ୍ଡରେ ଯୋଉ ପାଠଟା ଦଉଥିଲେ ସେଟାକୁ ସେ ଫିଟ୍ କରୁଥିଲେ। ପିଲାମାନେ କିଛି ଥିଙ୍କିଂ ଏବିଲିଟି ନଥିଲେ। ତ ସେଇଟା କୁହାଯାଏ ହଉଛି ନା ବ୍ୟାଙ୍କିଙ୍ଗ ମଡେଲ ଅଫ୍ ଏଜୁକେସନ। ତାକୁ ଆମେ ଦୂରକୁ ମାନେ ତାକୁ କାଢିଦବା ଦରକାର। ସେ ଦ୍ୱାରା ପିଲାଙ୍କର କ୍ରିଟିକାଲ ଥିଙ୍କିଂ ହବନି। ଟୁ ବ୍ରିଙ୍ଗ ଦ ନୋବେଲନେସ୍ ଅମଙ୍ଗ ଦ ଟିଚର। ଟିଚରଙ୍କ ଭିତରେ ଗୋଟେ ନୋବେଲନେସ୍ ଗୋଟେ ପରିବର୍ତ୍ତନ ଆସିବା ଦରକାର। ଗୋଟେ ୟୁନିକନେସ୍ ଆସିବା ଦରକାର। ଯାହାଦ୍ୱାରା ଟିଚର ମାନେ ୟୁନିକ୍ ୱେରେ ପିଲାମାନଙ୍କୁ ପଢେଇବେ। ଖାଲି ଟିଚର ସେଣ୍ଟର ନୁହେଁ, ଲର୍ଣ୍ଣିଂ ସେଣ୍ଟର ଆଉ ଲର୍ଣ୍ଣର ସେଣ୍ଟର ମାଧ୍ୟମରେ ପଢେଇବା ଦରକାର ପିଲାମାନଙ୍କୁ। ତାପରେ ଆସିଲା ଟୁ ଚେଞ୍ଜ ଦ ମାଇଣ୍ଡସେଟ୍ ଅଫ୍ ଦ ଲର୍ଣ୍ଣର। ଲର୍ଣ୍ଣର ମାନଙ୍କ ମାଇଣ୍ଡସେଟକୁ ଆମକୁ ଚେଞ୍ଜ କରିବାକୁ ପଡିବ। ଲର୍ଣ୍ଣର ମାନଙ୍କ ମାଇଣ୍ଡସେଟକୁ ଯଦି ଆମେ ଚେଞ୍ଜ କରିବା କିପରି? ଲର୍ଣ୍ଣର ସବୁବେଳେ କଣ କରନ୍ତି ନା ପିଲାମାନେ ଡିପେଣ୍ଡେଣ୍ଟ ହେଇଯାଆନ୍ତି ଟିଚର ଉପରେ। ଟିଚର କହିଲେ ଆମେ ପାଠ ପଢିବା, ଟିଚର ଏଇଟା ବତେଇଲେ ଆମେ ଜାଣିବା। ସେମିତି ହେଲେ କିଛି ହବନି। ଆମକୁ କଣ କରିବାକୁ ପଡିବ ନା ଲର୍ଣ୍ଣର ମାନଙ୍କ ମାଇଣ୍ଡସେଟକୁ ଚେଞ୍ଜ ନିଜେ କିଛି ବୁଝିବାକୁ ଚେଷ୍ଟା କର। ନିଜେ କଣ ବୁଝିପାରୁଛ ଆଗେ ଜାଣ। ଯେତେବେଳେ ନିଜେ ବୁଝିବାକୁ ଚେଷ୍ଟା କରିବ ସବୁ କିଛି ଇଜି ହେଇଯିବ। ଏଇଟା କୁହାହଉଛି। ତାମାନେ ଏଇ ପ୍ରୋସେସରେ ଆମେ ପିଲାମାନଙ୍କୁ କ୍ରିଟିକାଲ ପେଡାଗୋଜି ମାଧ୍ୟମରେ ପଢେଇ ପାରିବା। ତାପରେ କରିକୁଲମ କଣ? କ୍ରିଟିକାଲ ପେଡାଗୋଜିରେ କଣ ପାଠ୍ୟପୁସ୍ତକ ରହିବ ସମ୍ବନ୍ଧୀୟ। ତ ଏଠି କୁହାଯାଇଛି ଦ କରିକୁଲମ ସୁଡ୍ ବି ରିଲେଟେଡ୍ ଟୁ ଦ ଲାଇଫସ୍ ଅଫ୍ ପିପୁଲ। ମାନେ ପିପୁଲ ମାନଙ୍କ ଲାଇଫସ୍ ଉପରେ କରିକୁଲମଟା ତିଆରି ହେବା ଦରକାର। ବି ବେସ୍ଡ ଅନ୍ ଦ ଷ୍ଟୁଡେଣ୍ଟ ଏକ୍ସପିରିଏନ୍ସ। ଷ୍ଟୁଡେଣ୍ଟ ମାନଙ୍କ ଏକ୍ସପିରିଏନ୍ସ ଉପରେ ବେସ୍ଡ କରିବା ଦରକାର। ପ୍ରୋବ୍ଲେମ ବେସ୍ଡ କରିକୁଲମ। ଯାହା ବି ପାଠ ରହିବ ପୁସ୍ତକରେ ପ୍ରୋବ୍ଲେମ ବେସ୍ଡ ରହିବ। ଯେମିତି ତମେମାନେ ସବୁ ବିଏଡ୍ କରିଥିବ। ତ ବିଏଡ୍ କଲାବେଳେ ତମମାନଙ୍କ ପ୍ରାକ୍ଟିକାଲ୍ସ ଅଛି।
ତ ସେଠି ତମେ ପ୍ରାକ୍ଟିକାଲ ଟିଚିଂ ଦବ, ମାଇକ୍ରୋ ଟିଚିଂ ଲେଖିବ। ତ ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ରେକର୍ଡସ୍ ଅଛି, ଏକ୍ସନ ରିସର୍ଚ୍ଚ ଲେଖୁଛ। ତ ଏଗୁଡାକ ସବୁ କଣ ହଉଛି ନା ପ୍ରୋବ୍ଲେମ ବେସ୍ଡ କରିକୁଲମ। ତା ଦ୍ୱାରା ତମେ କିଛି ପ୍ରାକ୍ଟିକାଲ ଜ୍ଞାନ ଜାଣୁଛ। ତ ଏଇ କରିକୁଲମଟା ଏଇଭଳିଆ ରହିଛି ତମ ବିଏଡରେ ବୋଲି ତମେ ଟିଚିଂ ପ୍ରଫେସନକୁ ଆସିଛ। ହେଲା। ତାପରେ ଡେମୋକ୍ରେଟିକ କରିକୁଲମ ସମସ୍ତଙ୍କ ପାଇଁ ସମାନ ରହିବା ଦରକାର। କାହା ପାଇଁ ଅଲଗା ଏମିତି ରହିବନି। ତ ଏଇ କରିକୁଲମ ମାଧ୍ୟମରେ ପିଲାମାନଙ୍କୁ ଆମେ କ୍ରିଟିକାଲ ପେଡାଗୋଜି ମାଧ୍ୟମରେ ପଢେଇ ପାରିବା। ତାପରେ ଆସିଲା ଟିଚିଂ ମେଥଡ। ତ କ୍ରିଟିକାଲ ପେଡାଗୋଜିରେ ପାଠ ପଢେଇବାର ଶୈଳୀ ଟିଚର ମାନେ କଣ ରହିବ? ଗୋଟେ ହଉଛି ଡାଇଲଗ ମେଥଡ। ଡାଇଲଗ ରହିବ। ପ୍ରୋବ୍ଲେମ ସଲଭିଂ ମେଥଡ ତ ରହିବ। କ୍ରିଟିକାଲ ଥିଙ୍କିଂ ତ ରହିବ। ସେଥିପାଇଁ ତ କ୍ରିଟିକାଲ ପେଡାଗୋଜି କୁହାହଉଛି। ଆଉ ଡେମୋକ୍ରେଟିକ ସମସ୍ତ ପାଇଁ ସମାନ। ତ ଏଇ ମାଧ୍ୟମରେ ଆମେ ପିଲାମାନଙ୍କୁ ପଢେଇ ପାରିବା। ଆଉ ଟିଚର୍ସ ଆକ୍ଟିଭିଟି କଣ ରହିବ? ପ୍ରୋବ୍ଲେମ ପୋଜର। ସବୁବେଳେ ପିଲାମାନଙ୍କୁ ପ୍ରୋବ୍ଲେମ ଦବା ଦରକାର। ପିଲାମାନେ କ୍ରିଟିକାଲ ଥିଙ୍କିଂ କେତେବେଳେ କରିବେ? ଯେତେବେଳେ ପିଲାମାନଙ୍କୁ ପ୍ରୋବ୍ଲେମ ଦବା। ପାଠଟା ପଢେଇବା, କିଛି କ୍ୱେଶ୍ଚନ ଦବା ବା କିଛି ଆକ୍ଟିଭିଟିସ୍ କରାଇବା, କିଛି ଟାସ୍କ ଦବା। ତ ଏଇଟା ହଉଛି ପ୍ରୋବ୍ଲେମ ପୋଜର। ତାପରେ ଏନକରେଜ କରିବା ଷ୍ଟୁଡେଣ୍ଟକୁ ଟୁ ଆସ୍କ ଦେୟାର କ୍ୱେଶ୍ଚନ। ତାଙ୍କୁ କ୍ୱେଶ୍ଚନ ତାଙ୍କ ମନରେ ଥିବା ଯୋଉ କ୍ୱେଶ୍ଚନ ଜଟିଳତାକୁ ସେ ପଚାରନ୍ତୁ ଟିଚରକୁ। ତାପରେ ତ କ୍ଲିୟର ହେବେ ନା। ନ ପଚାରିକି ଚୁପଚାପ ରହିଗଲେ ତ କ୍ଲିୟର ହେଇପାରିବେନି ନା। ତ ଏହା ଥିଲା କ୍ରିଟିକାଲ ପେଡାଗୋଜିର କନସେପ୍ଟ। ଆଶା କରୁଛି ଆପଣ ଆରାମସେ ବୁଝିପାରିଥିବେ। ତ କ୍ଲାସଟି କଣ୍ଟିନ୍ୟୁଅସ୍ ଦେଖନ୍ତୁ। ଆଉ ପୂର୍ବ କ୍ଲାସଗୁଡ଼ିକ ଦେଖନ୍ତୁ। ଆପଣଙ୍କର ଯେକୌଣସି ଆପଣଙ୍କର କଣ୍ଟେଣ୍ଟ ରହିଛି ୱେଷ୍ଟେଜର ସେସବୁ ଡିସକସ୍ ହେଇଛି। ତ ଆଜିକା ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।